ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ଆମମାନଙ୍କୁ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର କମେଣ୍ଟସ୍ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ପ୍ରେୟର ପଏଣ୍ଟକୁ ନେଇ ଆମେ ପ୍ରାର୍ଥନା କରୁଛୁ। ଆମେ ବିଶ୍ୱାସ କରୁଛୁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଅଦ୍ଭୁତ ଭାବରେ କାମ କରୁଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ଆମମାନଙ୍କୁ ନିରନ୍ତର ଉତ୍ସାହିତ କରୁଥିବେ ବୋଲି ଆମେ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ମୃତ୍ୟୁର ସ୍ୱପ୍ନ ଆସିଲେ କ'ଣ ହୁଏ? ମୃତ୍ୟୁର ସ୍ୱପ୍ନ ଆସିଲେ କ'ଣ ହୁଏ? ପ୍ରିୟମାନେ, ସ୍ୱପ୍ନ ଏ ପ୍ରକାର ଗୋଟେ ମାଧ୍ୟମ। ସେ ସ୍ୱପ୍ନ ମାଧ୍ୟମରେ ପରମେଶ୍ୱର ଲୋକମାନଙ୍କ ସହିତ କଥା ହେବାର ଆମେ ବାଇବଲରେ ଆମେ ଦେଖୁଛୁ। ଆମେ ଯୋସେଫକୁ ସ୍ୱପ୍ନ ମାଧ୍ୟମରେ ପରମେଶ୍ୱର କଥା ହେଇଥିଲେ। ଫାରୋ ରାଜାଙ୍କୁ ସ୍ୱପ୍ନ ମାଧ୍ୟମରେ ପ୍ରଭୁ କଥା ହେଇଥିଲେ। ଆପଣ ଦେଖିପାରିବେ ନବୁକଦନେସ୍ସର ରାଜାଙ୍କ ସହିତ ମଧ୍ୟ ପରମେଶ୍ୱର ସ୍ୱପ୍ନ ମାଧ୍ୟମରେ କଥା ହେଇଥିଲେ। ନୂତନ ନିୟମର ଯୋସେଫକୁ ମଧ୍ୟ ସ୍ୱପ୍ନ ମାଧ୍ୟମରେ କଥା ହେଇଥିଲେ। ଯାକୁବଙ୍କୁ ମଧ୍ୟ ପରମେଶ୍ୱର ସ୍ୱପ୍ନ ମାଧ୍ୟମରେ କଥା ହେଇଥିଲେ। ପରମେଶ୍ୱରଙ୍କ ଧନ୍ୟବାଦ ହେଉ, ପରମେଶ୍ୱର ତାଙ୍କ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମରେ ସେ କଥାବାର୍ତ୍ତା ହେଉଛନ୍ତି। ମାତ୍ର ଆମମାନେ ନୂତନ ନିୟମରେ ଆମେ ଅଛୁ, ଏଇଟା ମନେ ରଖନ୍ତୁ। ଆମମାନେ ନୂତନ ନିୟମରେ ଅଛୁ। ଆମମାନଙ୍କୁ ପରମେଶ୍ୱର ପବିତ୍ର ଆତ୍ମା ଆମମାନଙ୍କୁ ଦେଇଛନ୍ତି, ଆଉ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଦେଇଛନ୍ତି। ଏଇ ନୂତନ ନିୟମରେ ସେ ଆମମାନଙ୍କ ସହିତ ଅଧିକ ପରିମାଣରେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେବେ। ଆମେ ବାଇବଲରେ ଏ ପ୍ରକାର ଅନେକ ଘଟଣା ଗୁଡ଼ିକ ଦେଖୁ। ନୂତନ ନିୟମରେ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଦ୍ୱାରା ଲୋକମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଆମେ ଯଦି ପଢିବା ପୁରାତନ ନିୟମର ଉପଦେଶକ ପୁସ୍ତକ 5 ଅଧ୍ୟାୟରେ 3 ପଦରେ, କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ, ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରୋବ ହୁଏ। ଅନେକ ସମୟରେ ଅନେକ ଜଣ ଅଛନ୍ତି, ସେମାନେ କେବଳ ମରିବା ବିଷୟରେ ହିଁ ଚିନ୍ତା କରୁଥାଉଛନ୍ତି। ମୁଁ ମରିଯିବି, ମୁଁ ବଞ୍ଚିକିନା କିଛି ଲାଭ ନାହିଁ, ମୋତେ ମରିଗଲେ ଭଲ ହେଇଥାନ୍ତା, ଦୁନିଆ ମୋତେ ଭଲ ଲାଗୁନାହିଁ, ଜୀବନ ମୋତେ ଭଲ ଲାଗୁନାହିଁ। ଯେତେବେଳେ ଗୋଟେ ବ୍ୟକ୍ତି ଏଇ ପ୍ରକାର ଭାବରେ ସେ ବାରମ୍ବାର ସେ ନିଜ ମନ ମଧ୍ୟରେ ଏଇ ପ୍ରକାର ଭାବରେ ଚିନ୍ତା କରେ, କାରଣ ଯୋଉଟା ଆମେ ମନ ମଧ୍ୟରେ ଭାବୁଥିବା, ଏବେ ଦେଖନ୍ତୁ ଯୋସେଫ, ନୂତନ ନିୟମର ଯୋସେଫ ଯିଏକି ମରିୟମଙ୍କ ସ୍ୱାମୀ ଥିଲେ, ସେ ଶୋଇଲେ କୋଉ ସ୍ୱପ୍ନ ଆସିଲା? ମରିୟମଙ୍କର ସ୍ୱପ୍ନ ତାଙ୍କୁ ଆସୁଛି। ସ୍ୱପ୍ନରେ ଦୂତ ଆସି ମରିୟମଙ୍କ ବିଷୟରେ କହୁଛନ୍ତି। କାହିଁକି? ଶୋଇବା ପୂର୍ବରୁ ଯୋସେଫ ସେ ମରିୟମଙ୍କ ବିଷୟରେ ଚିନ୍ତା କରୁଥିଲେ। ମରିୟମ କି ପ୍ରକାର ଗୋଟେ ସ୍ତ୍ରୀ, ସେ ବିବାହ ନ ହଉଣୁ ଅନ୍ୟ କାହା ସହିତ ଫିଜିକାଲ ରିଲେସନ ରଖି ମତେ ଧୋକା ଦଉଛି। ଏ ପ୍ରକାର ଗୋଟେ କ୍ୟାରେକ୍ଟରଲେସ୍ ଅଟେ। ମତେ ବହୁତ କଷ୍ଟ ଲାଗୁଛି, ମୁଁ ତାକୁ ଛାଡ଼ିଦେବି, ମୁଁ ତାକୁ ପରିତ୍ୟାଗ କରିଦେବି। ଯୋସେଫ ସେଇ ବିଷୟକୁ ସେ ଚିନ୍ତା କରି ସେ ଶୋଇବାକୁ ଯାଇଥିଲେ। ସେଇ ପ୍ରକାର ଭାବରେ ତାଙ୍କୁ ସେଇ ପ୍ରକାର ସ୍ୱପ୍ନ ଆସିଲା। ଆମେ ଯେତେବେଳେ ମୃତ୍ୟୁର ବିଷୟରେ ଆଉ ମୋବାଇଲରେ ବିଭିନ୍ନ ପ୍ରକାର ମୃତ୍ୟୁର ଖବର, ନ୍ୟୁଜରେ ବିଭିନ୍ନ ପ୍ରକାର ମୃତ୍ୟୁର ଖବର ଗୁଡ଼ିକ ଆମେ ବାରମ୍ବାର ଶୁଣୁ, ତାହେଲେ ଆମକୁ ସେଇ ବିଷୟ ଆମମାନଙ୍କୁ ଘାରି ଆସେ। ସେଇ ବିଷୟ ଗୁଡ଼ିକ ଆମର ମନ ମଧ୍ୟରେ ପ୍ରବେଶ କରି ବସେ। ସେଥିପାଇଁ ପରମେଶ୍ୱର ଆମକୁ ମରିବା ପାଇଁ ଡାକି ନାହାନ୍ତି, ବଞ୍ଚିବା ପାଇଁ ଆମମାନଙ୍କୁ ଡାକିଛନ୍ତି। ପରମେଶ୍ୱରଙ୍କ ଇଚ୍ଛା ତୁମେ ଜୀବନ ପାଅ, ପ୍ରଚୁର ଜୀବନ ପାଅ। ଯୋଉ ସମୟରେ ମୃତ୍ୟୁର ସ୍ୱପ୍ନ ଆସୁଛି, ଆପଣମାନେ ଡଲ୍ ହେଇଯାଆନ୍ତୁ ନାହିଁ, ଆପଣମାନେ ଭାଙ୍ଗି ପଡନ୍ତୁ ନାହିଁ। କେତେ ଜଣ କହନ୍ତି ଯାହାର ମୃତ୍ୟୁର ସ୍ୱପ୍ନ ଆସିଲା ତାର ଆୟୁଷ ବହୁତ ବଢିଯିବ। ଏଇଟା ବାଇବଲରେ ଆମେ କୌଣସି ପ୍ରକାର ଭାବେ ଦେଖିନାହୁଁ। ଏଇଟା ଆମମାନଙ୍କର ଚଳନ୍ତି କଥାରେ ଏ ପ୍ରକାର ଗୁଡ଼ିକ ଅଛି। ତା ବିଷୟରେ ମୁଁ ମୃତ୍ୟୁର ସ୍ୱପ୍ନ ଦେଖିଲି, ତାର ଆୟୁଷ ଆହୁରି ବଢିଯିବ। ଏଇଟା ବାଇବଲରେ ଏ ପ୍ରକାର ଭାବରେ ପରମେଶ୍ୱର ଆମମାନଙ୍କୁ କହିନାହାନ୍ତି। ପ୍ରିୟମାନେ, ପରମେଶ୍ୱରଙ୍କ ଇଚ୍ଛା ଯେ ଆମମାନେ ବଞ୍ଚିବା, ଆମମାନେ ପ୍ରଭୁଙ୍କ ନିମନ୍ତେ ଆମେ ବଞ୍ଚିବା। ପରମେଶ୍ୱର ଆମମାନଙ୍କୁ ଚାହୁଁଛନ୍ତି ଯେ ଆମେ ଠିକ ବିଷୟ ଗୁଡ଼ିକ ଆମେ ଭାବିବା। ଆମେ ଯେତେବେଳେ ମୃତ୍ୟୁର ବିଷୟରେ ଭାବୁଛୁ, ସେଇ ପ୍ରକାର ସ୍ୱପ୍ନ ଆସିବ। ଦରିଦ୍ରତା ବିଷୟରେ ଭାବୁ, ସେଇ ପ୍ରକାର ସ୍ୱପ୍ନ ଆମମାନଙ୍କର ଆସିବ। ସେଥିପାଇଁ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ଆସେ। ସେଥିପାଇଁ ଲେଖାଯାଏ 7 ପଦରେ ଆମେ ପଢୁଛୁ, ଆମେ ସେଠି ଲେଖାଯାଉଛି ଉପଦେଶକ 5 ଅଧ୍ୟାୟର 7 ପଦରେ, କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏ ରୂପ ଘଟେ, ମାତ୍ର ତୁମେ ପରମେଶ୍ୱରଙ୍କୁ ଭୟ କର।
ପ୍ରିୟମାନେ ଆମେ ପରମେଶ୍ୱରଙ୍କୁ ଭୟ କରିବାର ଆବଶ୍ୟକ ରହିଛି। ଆମେ କୌଣସି ପ୍ରକାର ଭାବେ ଡରିବା ନାହିଁ। ମୃତ୍ୟୁର ସ୍ୱପ୍ନ ଆସିଲା ବୋଲି ଆମେ ଡିସ୍କରେଜ ହେଇକିନା ଆମେ ମରିଯିବୁ, ବହୁତ ଶୀଘ୍ର ଆମର ମୃତ୍ୟୁ ହେଇଯିବ, ଏ ପ୍ରକାର ଆପଣ ଚିନ୍ତା ଆପଣ କରୁଥିବେ, ତାହେଲେ ଆପଣ ଆଉ ଥରେ ତାର ସେହି ଫାଶରେ ପଡ଼ିଯିବେ। ଆପଣ ଡିସ୍କରେଜ ହେଇଯିବେ। ଆପଣଙ୍କୁ ଧୀରେ 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 ଆପଣ ଡଲ୍ ହେବାକୁ ଲାଗିବେ। ଆପଣଙ୍କ ପାଇଁ ପରମେଶ୍ୱରଙ୍କର ଇଚ୍ଛା ଆପଣ ବଞ୍ଚନ୍ତୁ, ଆପଣ ଜୀବନ ପାଆନ୍ତୁ, ଉତ୍ତମ ସ୍ୱାସ୍ଥ୍ୟ ଭୋଗ କରନ୍ତୁ, ଏହା ପରମେଶ୍ୱରଙ୍କ ଇଚ୍ଛା। ସେଥିପାଇଁ ଏଇ ପ୍ରକାର ସ୍ୱପ୍ନ ଯଦି ଆସୁଛି ଆପଣ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ପରମେଶ୍ୱର ଆମମାନଙ୍କୁ ପବିତ୍ର ଆତ୍ମା ଆମମାନଙ୍କୁ ଦେଇଛନ୍ତି, ଆଉ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଏଇ ଦିନ ମାନଙ୍କରେ ଆମମାନଙ୍କ ସହିତ କଥାବାର୍ତ୍ତା ହେବେ। କାରଣ ଅନେକ ଜଣ ଅଛନ୍ତି, ସେମାନେ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଦେଖନ୍ତି, ଭାବନ୍ତି, ତାହେଲେ ସେମାନଙ୍କ ଜୀବନରେ ଏହି ପ୍ରକାର ସ୍ୱପ୍ନ ଗୁଡ଼ିକ ସେମାନଙ୍କ ଜୀବନରେ ଆସେ। ମାତ୍ର ନୂତନ ନିୟମରେ ପରମେଶ୍ୱର ଆମମାନଙ୍କୁ ପବିତ୍ର ଆତ୍ମା ସେ ଦେଇଛନ୍ତି, ଯାହାଦ୍ୱାରା କି ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟକୁ ବୁଝିପାରିବା। ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ ଜୀବନର ଯୋଜନା ଗୁଡ଼ିକକୁ ଆମେ ଅତି ଭଲ ଭାବରେ ଆମେ ଜାଣିପାରିବା। ଯଦି ଆପଣଙ୍କ ଠାରେ ଏଇ ପ୍ରକାର କୌଣସି ସ୍ୱପ୍ନ ଆସୁଛି, ଭୂତ ପ୍ରେତ, ଆପଣଙ୍କୁ କିଏ ମାରିଦେଲେ, ଆପଣଙ୍କର ବିଜନେସରେ ହାନି ଘଟୁଛି, ଆପଣ ଏସବୁ ଯାକକୁ ନେଇକିନା କୌଣସି ପ୍ରକାର ଭାବରେ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତୁ। ପରମେଶ୍ୱର ଆପଣଙ୍କ ଜୀବନରେ ମହାନ କାର୍ଯ୍ୟ କରିବେ। ଆପଣଙ୍କ ଜୀବନର ଭୟ ଗୁଡ଼ିକକୁ ସେ ଦୂର କରିବେ। ଏତିକି ମନେ ରଖନ୍ତୁ, ଯୋଉ ପରମେଶ୍ୱର ଆମକୁ ଭୟ କର ନାହିଁ, ଭୟ କର ନାହିଁ, ଭୟ କର ନାହିଁ କହୁଛନ୍ତି, ସେ ପରମେଶ୍ୱର କଣ ଆମକୁ ଆଉଥରେ ଭୟଭୀତ କରାଇବେ, ଆମକୁ ଡରାଇବେ? ତୁ ମରିଯିବୁ, ତତେ ମୁଁ ଏମିତି ସ୍ୱପ୍ନ ଦଉଛି। ଏଇ ପ୍ରକାର ସ୍ୱପ୍ନ ପରମେଶ୍ୱର ଦେବା ପରମେଶ୍ୱର ସେ ନାହାନ୍ତି। ଦେଖନ୍ତୁ, ବାଇବଲରେ ଯୋସେଫକୁ ଯେଉଁ ସମୟରେ ସ୍ୱପ୍ନ ଆସୁଛି, ଯୋସେଫଙ୍କର ଉନ୍ନତିର ସ୍ୱପ୍ନ ଆସୁଛି। ଦେଖନ୍ତୁ, ଯାକୁବଙ୍କୁ ଯୋଉ ପ୍ରକାର ସ୍ୱପ୍ନ ଆସୁଛି, ସ୍ୱର୍ଗର ସିଡିକୁ ସେ ଦେଖିପାରୁଛନ୍ତି। ଯେଉଁ ସମୟରେ ନୂତନ ନିୟମରେ ଯୋସେଫଙ୍କୁ ସ୍ୱପ୍ନ ଆସୁଛି, ନିଜ ସ୍ତ୍ରୀଙ୍କୁ ପରିତ୍ୟାଗ କର ନାହିଁ, ଏଇ ପ୍ରକାର ସ୍ୱପ୍ନ ଆସୁଛି। କୌଣସି ପ୍ରକାର ଡିସ୍କରେଜମେଣ୍ଟ, ଆପଣଙ୍କୁ କୌଣସି ପ୍ରକାର ଭାବରେ ଦୁଃଖ ଦେବା, ଆପଣଙ୍କୁ ନିରାଶ କରାଇବା, ଏଇଟା ପରମେଶ୍ୱରଙ୍କ ଇଚ୍ଛା ନାହିଁ। କାରଣ ଆମମାନଙ୍କ ପରମେଶ୍ୱର ନିରାଶର ପରମେଶ୍ୱର ନୁହନ୍ତି। ସେ ଆମମାନଙ୍କୁ ଆଶା ଦେବା ପରମେଶ୍ୱର, ଆମମାନଙ୍କୁ ଉତ୍ସାହିତ କରିବା ପରମେଶ୍ୱର। ସେଥିପାଇଁ ଏଇ ପ୍ରକାର ସ୍ୱପ୍ନ ଗୁଡ଼ିକରେ ଆପଣ ଧ୍ୟାନ ନ ଦେଇ ପ୍ରଭୁଙ୍କ ପାଖରେ ରୁହନ୍ତୁ। ଆମମାନଙ୍କର ଜୀବନ ମୃତ୍ୟୁ ପରମେଶ୍ୱରଙ୍କ ହାତରେ ଅଛି। ପରମେଶ୍ୱର ଯେତିକି ଦିନ ଆମକୁ ଏ ଧରାପୃଷ୍ଠରେ ରଖିବେ, ଆମେ ସେତିକି ଦିନ ରହିବା। ଆମେ ତା ପୂର୍ବରୁ ଯିବା ନାହିଁ କି ପରେ ଯିବା ନାହିଁ, କାରଣ ଆମମାନଙ୍କ ଜୀବନ ମରଣ ପରମେଶ୍ୱରଙ୍କ ହାତରେ ଅଛି। ଏହି ପ୍ରକାର ସ୍ୱପ୍ନ ଆସିଲେ ସେ ସ୍ୱପ୍ନରେ କୌଣସି ପ୍ରକାର ଭାବରେ ଧ୍ୟାନ ନ ଦେଇ ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେଇ ପରମେଶ୍ୱରଙ୍କ ସହିତ ଲାଗି ରୁହନ୍ତୁ। ପରମେଶ୍ୱର ସେ ଆମମାନଙ୍କୁ ଦୀର୍ଘାୟୁ ଦେଇ ଆମମାନଙ୍କୁ ପରିତୃପ୍ତ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ପିତା, ମୁଁ ତୁମକୁ ଧନ୍ୟବାଦ ଦଉଛି, ତୁମ ନାମର ପ୍ରଶଂସା କରୁଛି, ଗୌରବ କରୁଛି। ତୁମେ କଥା କହିବା ପରମେଶ୍ୱର, ତୁମ ଲୋକମାନଙ୍କୁ ବିଭିନ୍ନ ପ୍ରକାର ମାଧ୍ୟମରେ ତୁମେ କଥା କହିବା ପରମେଶ୍ୱର। ମାତ୍ର ତୁମେ ଡିସ୍କରେଜ କରିବା ପରମେଶ୍ୱର ନାହ, ତୁମେ ସବୁବେଳେ ଏନକରେଜ କରିବା ପରମେଶ୍ୱର। ତୁମେ ଜୀବନର ପରମେଶ୍ୱର ତୁମେ ଅଟ। ଆମେ ତୁମର ଧନ୍ୟବାଦ ଦଉଛୁ, ଧନ୍ୟବାଦ ଦଉଛୁ, ଧନ୍ୟବାଦ ଦଉଛୁ। ଯେଉଁ ଭାଇ ଭଉଣୀ ମାନଙ୍କ ଜୀବନରେ ପ୍ରଭୁ ବିଭିନ୍ନ ପ୍ରକାର ସ୍ୱପ୍ନ ଆସି ତାଙ୍କୁ ଭୟଭୀତ କରାଏ, ଡରାଏ, ବିଭିନ୍ନ ପ୍ରକାର ଦୁଷ୍ଟ ସ୍ୱପ୍ନ, ଭୂତ ପ୍ରେତର ସ୍ୱପ୍ନ, ଏଇ ସବୁ ସ୍ୱପ୍ନ ଗୁଡ଼ିକକୁ ତାଙ୍କ ଜୀବନରୁ ଆମେ ଯୀଶୁଙ୍କ ନାମରେ ବାହାର କରୁଛୁ, ଯୀଶୁଙ୍କ ନାମରେ ବାହାର କରୁଛୁ। ପ୍ରଭୁ, ତୁମେ ସେମାନଙ୍କୁ ଯେଉଁ ବାକ୍ୟ ତୁମେ ଦେଇଛ, ସେ ବାକ୍ୟ ଅନୁସାରେ ସେମାନେ ଭୟ ନ କରି ପ୍ରଭୁ ଆଗକୁ ବଢିବେ। ତୁମେ ଭୟର ଆତ୍ମା ଦେଇନାଅ, ସାହସ, ଶକ୍ତି, ସୁବୁଦ୍ଧିର ଆତ୍ମା ଦେଇଛ। ତୁମ ନାମର ଗୌରବ ହେଉ, ମହିମା ହେଉ। ପ୍ରଭୁ, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ପରାକ୍ରମୀ ଅଟ। ହାଲେଲୁୟା, ତୁମକୁ ଧନ୍ୟବାଦ ଦଉଛି, ପ୍ରଶଂସା କରୁଛି, ଗୌରବ କରୁଛି। ପ୍ରଭୁ, ତୁମ ଲୋକମାନଙ୍କୁ ଡେଲିଭରେନ୍ସ ଦିଅ, ଛୁଟକାରା ଦିଅ। ସେମାନଙ୍କର ପ୍ରଭୁ ସମସ୍ତ ପ୍ରକାର ମନ୍ଦ ଠାରୁ, ପ୍ରଭୁ ଭୟ ଠାରୁ ସେମାନେ ବାହାରି ଯିବେ। ଏହି ପ୍ରକାର ସ୍ୱପ୍ନ ଗୁଡ଼ିକ ତାଙ୍କ ଜୀବନରେ ଆସିବାଟା ମୁଁ ଯୀଶୁଙ୍କ ନାମରେ ବନ୍ଦ କରୁଛି, ଯୀଶୁଙ୍କ ନାମରେ ବନ୍ଦ କରୁଛି। ସେମାନଙ୍କୁ ପ୍ରଭୁ ସ୍ୱର୍ଗର ସ୍ୱପ୍ନ ଆସୁ, ପ୍ରଭୁ ସେମାନଙ୍କୁ ପ୍ରଭୁ ମଣ୍ଡଳୀର ସ୍ୱପ୍ନ ଆସୁ, ସେମାନଙ୍କୁ ପ୍ରଭୁଙ୍କ ପବିତ୍ର ଆତ୍ମାଙ୍କର ସ୍ୱପ୍ନ ଆସୁ। ଏହା ମୁଁ ପ୍ରାର୍ଥନା କରୁଛି, ଦୟାକରି ତୁମେ ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ଆମେ ସାକ୍ଷାତ କରିବା, ରହିବା। ସମସ୍ତଙ୍କୁ ନମସ୍କାର।